ଆଜିକା ଡେଟ୍‌ରେ ଜଇମାନଙ୍କର ଶ୍ୱଶୁର ଘର ଉପରେ କ'ଣ ସବୁ ଅଧିକାର ରହିଛି? ଯେମିତିକା ଜମିବାଡ଼ି ଉପରେ, ବ୍ୟାଙ୍କ ବାଲାନ୍ସ ଉପରେ, ସୁନା ଗହଣା ଉପରେ। କେଉଁ ସବୁ ଅଧିକାର ଜଇମାନଙ୍କର ରହିଛି ଶ୍ୱଶୁର ଘରେ? ଯେଉଁମାନେ ନୂଆ କରି ମ୍ୟାରେଜ୍ କରିଛନ୍ତି ସ୍ପେଶିଆଲି ସେମାନଙ୍କ ପାଇଁ ମଧ୍ୟ, ତା ସହିତ ଯେଉଁମାନେ ଆଗରୁ ମଧ୍ୟ ମ୍ୟାରେଜ୍ କରିସାରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏ ଭିଡ଼ିଓଟି ଗୁରୁତ୍ୱପୂର୍ଣ୍ଣ ରହିବ। ପୂର୍ଣ୍ଣ ସୂଚନା ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍‌ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଛନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ସର୍ବପ୍ରଥମେ ଆପଣମାନଙ୍କୁ ମୁଁ କହି ରଖିବି, ଭାରତୀୟ ଆଇନରେ ଜଇଙ୍କ ପାଇଁ ଶ୍ୱଶୁର ଘର ସମ୍ପତ୍ତିରେ କୌଣସି ସିଧାସଳଖ ଅଧିକାର ନାହିଁ। ସବୁଠୁ ଇଣ୍ଟରେଷ୍ଟିଂ କଥା ହେଲା, ଜଇମାନଙ୍କର ଯଦି ଶ୍ୱଶୁର ଘରେ ସିଧାସଳଖ ଅଧିକାର ନାହିଁ ତାହେଲେ ଜଇମାନଙ୍କର ଇନଡାଇରେକ୍ଟ ଅର୍ଥାତ୍ ପରୋକ୍ଷ ଭାବରେ ଜଇମାନଙ୍କର ଅଧିକାର ରହିଛି। ତ ପରୋକ୍ଷ ଭାବରେ ଜଇମାନଙ୍କର କେମିତି କ'ଣ ଅଧିକାର ରହିଛି ତ ଜାଣିବା ପାଇଁ ଭିଡ଼ିଓଟିକୁ ଆପଣମାନେ ଦେଖିବା ଜାରି ରଖନ୍ତୁ। ପ୍ରଥମେ ତ ଆମେ ଦେଖିବା ସମ୍ପତ୍ତିରେ ଅଧିକାର କେମିତି କ'ଣ ରହିଛି। ଜଇମାନଙ୍କର ଶ୍ୱଶୁରଙ୍କ ସମ୍ପତ୍ତି ଅର୍ଥାତ୍ ଆଇନତଃ ଉତ୍ତରାଧିକାରୀ ଉପରେ କୌଣସି ଜନ୍ମଗତ କିମ୍ବା ଆଇନଗତ ଅଧିକାର ନାହିଁ। ଶ୍ୱଶୁର ଚାହିଁଲେ ତାଙ୍କର ସ୍ୱଅର୍ଜିତ ସମ୍ପତ୍ତି ଅର୍ଥାତ୍ ୱିଲ୍ ମାଧ୍ୟମରେ କାହାକୁ ମଧ୍ୟ ଦେଇପାରିବେ। ଉଦାହରଣ ସ୍ୱରୂପ, ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଗୋଟେ ଝିଅ, ସେ ତାଙ୍କର ଝିଅକୁ ମ୍ୟାରେଜ୍ କଲା ପରେ ତାଙ୍କର ଯେଉଁ ଜଇଙ୍କର ଶ୍ୱଶୁର ଘର ସମ୍ପତ୍ତି ଉପରେ ନା ଜନ୍ମଗତ ଅଧିକାର ରହିଛି ନା ଆଇନଗତ ଅଧିକାର ରହିଛି, କିନ୍ତୁ ତାଙ୍କ ଝିଅର ତାଙ୍କ ପିତାଙ୍କ ସମ୍ପତ୍ତି ଉପରେ ଜନ୍ମଗତ ଅଧିକାର ରହିଛି, ଆଇନଗତ ଅଧିକାର ରହିଛି। ଯଦି ତାଙ୍କ ପିତା ଚାହିଁବେ ତାଙ୍କ ସ୍ୱଅର୍ଜିତ ସମ୍ପତ୍ତି କାହା ନାଁରେ ବି ୱିଲ୍ କରିପାରିବେ। କିନ୍ତୁ ସବୁଠୁ ବଡ଼ କଥା ହେଲା, ଯେଉଁ ପୈତୃକ ସମ୍ପତ୍ତି ତାଙ୍କ ପିତା ପାଇଥିବେ ସେ ପୈତୃକ ସମ୍ପତ୍ତି ଯେଉଁ ଦୁଇ ପୁଅ ଆଉ ଗୋଟିଏ ଝିଅ ରହିଛି ସମାନ ଭାଗରେ ସେଇ ପୈତୃକ ସମ୍ପତ୍ତିକୁ ବଣ୍ଟନ କରିବେ। କିନ୍ତୁ ନିଜର ସ୍ୱଅର୍ଜିତ ସମ୍ପତ୍ତିକୁ ସେ ଯାହାକୁ ଚାହିଁବେ ତାହାକୁ ଦେଇପାରିବେ। ପରବର୍ତ୍ତୀ ଅଧିକାର ରହିବା ଅଧିକାର। ଶ୍ୱଶୁର ଘର ହେଉଛି ଶ୍ୱଶୁର ଶାଶୁଙ୍କ ବ୍ୟକ୍ତିଗତ ସମ୍ପତ୍ତି। ସେଠାରେ ରହିବା ଜଇଙ୍କର କୌଣସି ଆଇନଗତ ଅଧିକାର ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ଶ୍ୱଶୁର ଶାଶୁଙ୍କ ଇଚ୍ଛା ଓ ପାରିବାରିକ ସମ୍ପର୍କ ଉପରେ ନିର୍ଭର କରେ। ପରବର୍ତ୍ତୀ ନିର୍ଭରଶୀଳତା। ଯଦି ଜଇଁ ଶ୍ୱଶୁରଙ୍କ ଉପରେ ଆର୍ଥିକ ଭାବେ ନିର୍ଭରଶୀଳ ହୁଅନ୍ତି ତେବେ ମଧ୍ୟ ଆଇନ ଅନୁଯାୟୀ ଶ୍ୱଶୁରଙ୍କର ତାଙ୍କୁ ପୋଷଣ କରିବାର କୌଣସି ବାଧ୍ୟକତା ନାହିଁ। କିଛି ଇମ୍ପୋର୍ଟାଣ୍ଟ କଥା ଆପଣମାନେ ଜାଣି ରଖନ୍ତୁ। ଯଦି ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଏ ବା ବିବାହ ବିଚ୍ଛେଦ ହୋଇଯାଏ ତେବେ ଜଇଙ୍କ ଶ୍ୱଶୁର ଘର ସହିତ ଆଇନ ଅନୁସାରେ ସମ୍ପର୍କ ଶେଷ ହୋଇଯାଏ ଓ କୌଣସି ଅଧିକାର ରହେ ନାହିଁ। ଦେଖନ୍ତୁ, ସାମାଜିକ ଓ ନୈତିକ ଦୃଷ୍ଟିକୋଣରୁ ଭାରତୀୟ ସଂସ୍କୃତିରେ ଜଇଙ୍କ ଅଧିକାର ଏକ ପାରିବାରିକ ସମ୍ମାନ ଓ ସମ୍ପର୍କର ପରିଚୟ। ସମ୍ମାନ ଓ ଆତିଥ୍ୟ। ଶ୍ୱଶୁର ଘରେ ଜଇଙ୍କୁ ସମ୍ମାନ ସହକାରେ ଅତିଥି ଭାବରେ ଅପେୟିତା କରାଯିବା ଏକ ପରମ୍ପରା। ପରବର୍ତ୍ତୀ ପାରିବାରିକ ନିଷ୍ପତ୍ତି। ଦେଖନ୍ତୁ, ଅନେକ ପରିବାରରେ ଜଇଙ୍କୁ ପାରିବାରିକ ମତ ବିନିମୟରେ ସାମିଲ କରାଯାଏ, ଯାହା ସମ୍ପୂର୍ଣ୍ଣ ଭାବେ ସେହି ପରିବାରର ସୁସମ୍ପର୍କ ଉପରେ ଆଧାରିତ। ତାପରେ ସହଯୋଗ। ଜ୍ୱାଇଁ ଜଣେ ପରିବାରର ସଦସ୍ୟ ଭାବରେ ସୁଖ ଦୁଃଖରେ ସାମିଲ ହେବା ଏକ ସାମାଜିକ କର୍ତ୍ତବ୍ୟ ବୋଲି ବିବେଚନା କରାଯାଏ। ଦେଖନ୍ତୁ, ଘରୋଇ ହିଂସା ଓ ଅଧିକାର କଥା ଯଦି ମୁଁ କହିବି, ବେଳେବେଳେ ଭୁଲବଶତଃ ଜଇଁମାନେ ଶ୍ୱଶୁର ଘରେ ରହିବାକୁ ନିଜର ଅଧିକାର ଭାବନ୍ତି। କିନ୍ତୁ ଆଇନ ଅନୁଯାୟୀ ଶ୍ୱଶୁର ଚାହିଁଲେ ଯେକୌଣସି ସମୟରେ ଜ୍ୱାଇଁଙ୍କୁ ନିଜ ଘରୁ ବାହାରି ଯିବାକୁ କହିପାରିବେ। ଯଦି ଆମେ ପତ୍ନୀଙ୍କ ସ୍ଥିତି କଥା କହିବା, ମନେ ରଖିବେ ଯେ ଘରୋଇ ହିଂସା ଆଇନ ଅର୍ଥାତ୍ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ଅଧୀନରେ ପତ୍ନୀଙ୍କର ତାଙ୍କ ଶ୍ୱଶୁର ଘରେ ରହିବାର ଅଧିକାର ରହିଛି। କିନ୍ତୁ ଏହି ଅଧିକାର ଜଇଁଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ।